ଏଇଟା ଖାଲି କାଟିକି ତାକୁ ପିସ୍ ପିସ୍ କରିବା ଆଉ ଏଇଟା ହେଉଛି ମେନ୍ଟା। ଟିକେ ଟାଇମ୍ ଲାଗିବ, ବାପା ଆସୁ ଆସୁ ଆହୁରି ଲେଟ୍ ଅଛି। ଏ ମେନ୍ ଜିନିଷଟା ହେଉଛି ଯେଉଁ ଗୋଟେ ବାସ୍ନାଟା ଥାଏ ନା, ସେଇଟା ଟୋଟାଲ୍ ଆସିବନି, ତାକୁ ସେଇଭଳିଆ ରୋଷେଇ କରିବ। ଅଛି ତଥାପି ହେଇଛି। ତ ଫାଇନାଲି ବହୁତ ଡିସାଇଡ୍ କଲା ଯେ ପ୍ରେସର କୁକରରେ ଦେଇକି ସିଝେଇବ ତାକୁ। ବନେଇ ତ କଷ୍ଟ, ତାପରେ ମଜା। ଜୟ ମା ତାରିଣୀ। ମୁଁ ତନୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓରେ। ଆଜି ଭିଡ଼ିଓଟା ପୁରା ସ୍ପେଶିଆଲ ହେବ, କାହିଁକିନା ଆଜି ହେଉଛି ଖାସି ପୁଣ୍ଟି। ତ ବାପା ଯାଇଥିଲେ ମାର୍କେଟ, 1.5 କେଜିର ଖାସି ପୁଣ୍ଟି ଗୋଟେ କିଣିକି ଆଣିଛନ୍ତି। ତ ବାପା ସେଇଟାକୁ କେତେ 450 ଟଙ୍କା ଦେଇକି ଆଣିଛନ୍ତି। ମାନେ ଆଜି ଭିଡ଼ିଓଟା ପୁରା ସ୍ପେଶିଆଲ ହେବ। ପୂର୍ବରୁ ମଧ୍ୟ ଗୋଟେ ଭିଡ଼ିଓଟେ ବନେଇଥିଲି ଖାସି ପୁଣ୍ଟିକି, ସେଇଟା ମୋର ଫାଷ୍ଟ ଖାସି ପୁଣ୍ଟି ଯେଉଁଟାକି ଖାଇଥିଲି, କେବେ ବି ଆଗରୁ ଖାଇନାହିଁ। ତ ଆପଣମାନେ କମେଣ୍ଟ କରିଥିଲେ ଯେ ଭାଇ ଆପଣ ଘରକୁ ନିଅନ୍ତୁ, ତ ବାପା ବୋଉ ହେରିକା ସହିତ ଖାଆନ୍ତୁ। ତ ସେଥିଲାଗି ବାପା ଆଣିଛନ୍ତି। ଆଜି ଭିଡ଼ିଓଟା ପୁରା ସ୍ପେଶିଆଲ ହେବ। କିଛି ଦିନ ହେବ ଭିଡ଼ିଓ ଟିକେ ଆସିପାରୁନି, ହେଇଗଲାଣି 4-5 ଦିନ ଭଳିଆ। ତ ଟିକେ ପ୍ରୋବ୍ଲେମ୍ ଚାଲିଛି ନା, ବୋଉର ବି ଦେହ ଖରାପ ହେଇଯାଉଛି। ଭାଉଜ ନାହାନ୍ତି, ତ ଭିଡ଼ିଓ କେମିତି ବନା ହେବ ଦେଖିବା କ'ଣ ହେଉଛି। ତ ଭିଡ଼ିଓକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବହୁତ ସାରା ମଜା ଆସିଯିବ। ତ ଏଇଠି ଅଛି ପୁଣ୍ଟି, ବଡ଼ ଥାଳିଟା। ଏଇଟା ଖାଲି କାଟିକି ତାକୁ ପିସ୍ ପିସ୍ କରିବା ଆଉ ଏଇଟା ହେଉଛି ମେନ୍ଟା। ଟିକେ ଟାଇମ୍ ଲାଗିବ, ବାପା ଆସୁ ଆସୁ ଆହୁରି ଲେଟ୍ ଅଛି। ତ ବର୍ତ୍ତମାନ ୟାକୁ ଆଗେ ଟିକେ ଛୋଟ ଛୋଟ ପିସ୍ କରିଦେବ, ନହେଲେ ଏଇଟା ସଫା କରି ହେବନି। ତାକୁ ଗୋଟା ପକେଇଦେଲେ ଭାରି ଅଡ଼ୁଆ ହେବ, ତାକୁ ପିସ୍ ପିସ୍ କରିକି ଦେଲେ ଜଲ୍ଦି ହେବ। ତ ଏଇଟାକୁ ମାନେ ଟିକେ ବାଗେଇବାଟା କଷ୍ଟ, ତାପରେ ଯେତେବେଳେ ବାଗେଇ ସାରିବେ ତା ମଜାଟା ପାଇବେ। ମୁଁ ଆଜି ସବୁ ଦେଖେଇବି। ଗୋଟିଏ ରିକ୍ୱେଷ୍ଟ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ଭିଡ଼ିଓକୁ ବହୁତ ସାରା ଲାଇକ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ। ତ କଟାକୁଟି ସରିଯାଇଛି ଏବେ ଦେଖନ୍ତୁ, ତାକୁ ଏତିକି ବଡ଼ ବଡ଼ ପିସ୍ କରାଯାଇଛି ହେଲା। ତାକୁ ଏବେ ଗରମ ପାଣିରେ ପକେଇକି ଦେଖନ୍ତୁ କେମିତି ସଫା କରାଯାଉଛି। ତ ଦେଖନ୍ତୁ ଏଇଭଳିଆ, ମାନେ ଏଇ ଯେଉଁ କଳାଟା ପୁରା ସଫା ହେବ। ବାପା ମାର୍କେଟରୁ ଆସିଲା ବେଳକୁ ଆଉ କିଛି ନଥିବ, ମୁଁ ସବୁ ଓକେ କରିଦେଇଥିବି। ପାଣି ଦଉଛି ସେଟା ତଳେ ରଖେ, ଏଠିକି ତଳେ ରଖେ, ସେ ଜାଣିପାରିବୁ ନା କୋଟା ଧୋଇ ଧୋଇଥାନ୍ତେ। ତ ଦେଖନ୍ତୁ କୋଉ ଭଳିଆ ସଫା ସବୁ ହେଇଗଲାଣି। ତ ଏବେ ପୁଣ୍ଟିଟାକୁ ସଫା କରାହେଉଛି। ତ ଆମର ଆସିଗଲାଣି ଏବେ ବିକ୍ରମ। କ'ଣ ହେଉଛି ଦେଖୁଛୁ ନା? ତୋର ବା ଦେହରେ ଯାଉନାହିଁ। ତ ଏପଟେ ଦେଖନ୍ତୁ ପୁଣ୍ଟିଟାକୁ ବୋଉ ଏପଟେ ଜାଳ ଦେଇଦେଇଛି, ତ ଇଏ ଏବେ ଫୁଟିବ। ତ ଏପଟେ ଆମର ନୂଆ ବୋଉ କାଟୁଛନ୍ତି ତାର ମେନ୍ ପୁଣ୍ଟିଟା। ଦେଖନ୍ତୁ ଟୋଟାଲି ଏତିକି ଅଛି, ଆଉ କେତେ ଅଛି? ସଇଲାଣି ନା? ଏକା ସାଙ୍ଗରେ ଦେଇଥିଲେ ହେଇନଥାନ୍ତା ନା? ଏଟା ଚକଟିବାଟା ଅଲଗା। ତ ବାପା ଆମର ଯୋଉଠୁ ଆଣିଲେ ଏଇ ପୁଣ୍ଟିଟା, ତ ବାପାଙ୍କୁ ସେ ଠକି ଦେଇଛନ୍ତି, କାହିଁକିନା ତାର ଆହୁରି ବହୁତ କିଛି ଦେଇନାହାନ୍ତି। ତାର ଚୁସ୍ତାଟା ବି ଦେବା କଥା, ତାପରେ ଆମର ଯେଉଁ ଫୁସଫୁସ୍ ହେଟା ବି ଦେବା କଥା। ତ ସେଇ ଜିନିଷଟା ଦେଇନାହାନ୍ତି। ତ ବାପା ଜାଣିନାହାନ୍ତି ନା, ବାପାଙ୍କର ଏଇଟା ହେଉଛି ଫାଷ୍ଟ ଟାଇମ୍ ହେଲା। ମୁଁ ଯଦି ଥାଆନ୍ତି ତ ସବୁ ଜିନିଷ ଆଣିଥାନ୍ତି। ତ ଏବେ ସବୁ କଟାକୁଟି ସରିଗଲାଣି। ତ ବୋଉ ଏବେ ଯାଇଛି ମସଲା ବନେଇବାକୁ। ତ ମସଲାଟା କ'ଣ ଦେଉଛି ସବୁ କିଛି ଦେଖେଇବି, ଭିଡ଼ିଓକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଏବେ ଦେଖନ୍ତୁ ତାକୁ ଖୋଲିକି ଏବେ ଟିକେ ଚକଟିକି ସଫା କରାହେବ। ଦେଖ ସେ ଥାଳି ଆଣେ ଥର ଏ ପାଣିଟା ପକେଇବା ହେଲା, ଆଉ ନୂଆ ପାଣି ଦେଇକି ଏଟା ଟିକେ ଦେବା। ନୂଆ ପାଣି ଦେବା ନା ଆଉ।
A few moments later. ହେଇଛି ହାତ କଥା ଛାଡିବ କି ନାହିଁ। तो बोऊ एपटे मसला रेडी कलानी देखते एपटे अच्छी रसुण दुईटा पियाज दवा दुईटा पियाज यहाँ अच्छी अदाटा तो अदाटा समझाई देदेवा कि खंडे दवा नहीं तो सतन नारे सेपटे खाइले आमर कि पियाज कटा चली माने टाइम हो गला नौ तो खाइला बेलू आहरी अध घंटे पाखापाखि हो 9टा बाजिगला बहुत चमकी पड़ी 9टा बाजिगला तो टी लेट हो गला तार प्रोसेसटा तो जानी थे जिनसटा टे लेट हुए नुआ बो आसला बेल जल्दी सरला नहने तो बो आमर एपटे देखो कड़े बसई देलानी एपटे पुंटी अच्छी एपटे तार बहु सब सामान एवं तेल ढाल तापर एपटे अच्छी सब मसला आइटम तो केमी कौन रोषे हो तो मुझे देखे मेन जिनसटा हूँ जो गोटे बासनाटा थाए ना सीटा टोटाल आसोनी से भाया रोषे कर टी आप भी केवे रोषे कर खाइबे पुंटीटा को तो ध्यान रखिए अदाटा टी अधिक देवे आउ बहुत टाइम कषिते पड़े जे तो आम तो गरम पानी भी सीझे कि भी मिनिमम 30-40 मिनट भाया सीझेबे सीझे ओल्हे खाइबे टेस्ट माने बहुत सुंदर लगे मु तो संपूर्ण देखेबी तो तेल पूरा गरम हो गलानी एबे पकेबा पियाज पके दवा तो एबे पड़िबो मसला मैंने बाघ वाले भी जानी पड़े कौन दो बाबू हल्दी पड़ो लंका गुंड के राग रखे राग ना बाघ लगे ना गुंड जीरा देलु किलो अच्छा ये पड़ो लुण दुईटा कि गुंडटा कि दालचीनी गुंड ना टेस्टा बढ़िया निजे बनई बोधे ना केतले पकेबा पुंटी की एने दे दवा मसला भी पूरा हो गला बासनाटा भी बढ़िया आसला सीझापी घोड़े दवा 2 थर 3 थर भाया घोड़े A few moments later.
ସିଝେଇବା ଭଲ ପାଣି ତ ଦିଆଯାଇଥିଲା ନା, ଦେଖିବା ଏବେ କେମିତି କ'ଣ ଅଛି। ପୁରା ଏକ କ୍ଲାସ୍ ବୋଇ ହେଇଗଲାଣି ନା ଲୋ। ଏଇଟା ଯିବ ନୂଆ ବୋଉ ପାଇଁ ନା କ'ଣ? ଦେଖୁନ କେତେ ସୁନ୍ଦର ଦେଖାଯାଉଛି। ଓହୋ, ଦେଖିବା କେମିତି ହେଇଛି। ତ ଦେଖିବା ସିଝିଛି କି ନାହିଁ। ବୋଉ ଜମା ସିଝିନି, ସିଝିନି। ଆହୁରି ମିନିମମ୍ 15-20 ମିନିଟ୍ ଲାଗିବ। ଖାଉ ଖାଉ ଆଜି 10 ବାଜିବ। ତ ବୋଉ ଏବେ ଆଉଥରେ ଢଙ୍କେଇଛି। ମୁଁ ତ ପାଣି ଦେଇ ଦେଇଛି ନା, ତ ପାଣିଟା ଯେଉଁ ଦେଇଥିଲି ନା, ତ ପାଣିଟା ଏବେ ମରିଯାଇଛି। ତ ଦେଖିବା ଏବେ ମୁଁ ଖଣ୍ଡେ ଖାଇବି ଆକ୍ଚୁଆଲି ହେଇଛି କି ନାହିଁ। ତଥାପି ଡାଉଟ୍ ଲାଗୁଛି ହେଲା। ଟାଇମ୍ ହେଇଗଲାଣି, ମୁଁ ଦେଖାଉଛି ଆପଣଙ୍କୁ। ତ ଦେଖନ୍ତୁ ଟାଇମ୍ ହେଇଗଲାଣି 10ଟା 2। ମାନେ ଏ ଯେଉଁ ସିଝେଇବାକୁ ଟିକେ ଟାଇମ୍ ଲାଗେ। ତ ଥରେ ଖାଇଥିଲି, ସେଇଟା ତ ପକେଇଦେଲି। ତ ତାପରେ ବୋଉ ମୁଁ ଯେଉଁ ପାଣିଟା ଦେଇଥିଲି ନା, ବୋଉ ଏବେ ସେଇଟା ପୁରା ଟୋଟାଲ୍ ମାରି ଦେଇଛି। ଦେଖିବା ମୁଁ ଖଣ୍ଡେ ଖାଇବି ଆକ୍ଚୁଆଲି ସିଝିଛି କି ନାହିଁ। ତ ମୁଁ ଏଇଟା ଆଣି ଆସିଛି ଏବେ, ଦେଖିବା ସିଝିଛି କି ନାହିଁ। ଆଉ କାନ୍ଦେକୁ ଖାଇ ହେବନି। ଆଜି ବେଳ ଖରାପ। ଘଣ୍ଟେ ଭଳିଆ ହେଇଗଲା ନା ଲୋ, ତଥାପି ମାନେ ସିଝିନି। ମୁଁ ଏଇନା କ'ଣ ପ୍ରେସର କୁକର୍ରେ ଦେବା? ତ ଫାଇନାଲି ବୋଉ ଡିସାଇଡ୍ କଲା ଯେ ପ୍ରେସର କୁକର୍ରେ ଦେଇକି ସିଝେଇବ ତାକୁ। ତ ଆଜି ଦିନଟା ଭଲ ନାହିଁ। ତ ବୋଉ ଏବେ ବସେଇଛି ପ୍ରେସରରେ। ଦେଖିବା କେତେଟା ସିଟି ଦେବା ବୋଉ? ସିମ୍ 3ଟା ସିଟି ଦେବୁ। ସିମ୍ରେ ପେଷ୍ଟ ହେଇଯିବ। 2ଟା ଦେବୁ। A few moments later. ତ ଏପଟେ ଆସିଗଲା ଭାତ, ଏପଟେ ଆଳୁ ଚକଟା। ତ ବୋଉ ଏବେ ଓହ୍ଲଉଛି ତାକୁ ପ୍ରେସରରୁ। ଅଛି ତଥାପି ହେଇଛି। ଟେଷ୍ଟଟା କେମିତି ହେଇଛି କୁହ? ଗରମ ଗରମ ଖାଇଦିଅ। ମୋର ଏଟା ଆଳୁ ଚକଟା। ତ ଦେଖିବା କେମିତି ଟେଷ୍ଟ ହେଇଛି। ଖାସି ପୁଣ୍ଟି ଗରମ ଜୋର ଅଛି। ଚଳିବ ଯେତିକି ସିଝିଛି। ଗରମ ଗରମ ଖାଇଦିଅ। ଟେଷ୍ଟଟା ବି ବଢ଼ିଆ ଅଛି। ଝୁଙ୍କ ମାଂସ ବନେଇ ତ କଷ୍ଟ, ତାପରେ ମଜା। ନହେଲେ ସିଝି ବଢ଼ିଆ ଅଛି ଟେଷ୍ଟ। ତ ମୋର ଖାନା ପିନା ଏବେ ସରିଗଲା। ତ ଆଶା କରୁଛି
बहुत सारा भिडियोटा भल पाइबा देवे जब वीडियो भल लगे वीडियो को लाइक कर चैनल सब्सक्राइब करदेवे।